କେଉଁ ପାପ କାରଣରୁ ମହିଳାମାନଙ୍କର ଗର୍ଭ ନଷ୍ଟ ହୋଇଥାଏ? ଆପଣମାନେ ପ୍ରାୟ ଦେଖିଥିବେ କି କିଛି ସ୍ତ୍ରୀ ଗର୍ଭବତୀ ହୋଇଥାନ୍ତି କିନ୍ତୁ ତାଙ୍କ ପିଲା ଠିକ୍ ସମୟ ପୂର୍ବରୁ ହିଁ ଜନ୍ମ ହୋଇନଥାନ୍ତି, ଯାହାଦ୍ୱାରା କି ସେହି ପିଲାର ମୃତ୍ୟୁ ହୋଇଥାଏ। ତ ଆଜିର ଏହି ଭିଡିଓରେ ଆମେ ଆପଣଙ୍କୁ ଜଣାଇବୁ କି କେଉଁ ପାପ କାରଣରୁ ସ୍ତ୍ରୀମାନଙ୍କର ଗର୍ଭ ନଷ୍ଟ ହୋଇଥାଏ ଏବଂ କେଉଁ କାର୍ଯ୍ୟ ଆଦୌ ଯାହା ବି ଗର୍ଭବତୀ ସ୍ତ୍ରୀ କରିବା ଉଚିତ ନୁହେଁ, ନାହିଁ ତ ତାଙ୍କ ଗର୍ଭ ନଷ୍ଟ ହୋଇଯିବ। ଦିନକର କଥା, ମାତା ଲକ୍ଷ୍ମୀ ଭଗବାନ ବିଷ୍ଣୁଙ୍କୁ ଦେଖା କରିବା ପାଇଁ ଯାଇଥିଲେ। ଭଗବାନ ବିଷ୍ଣୁ ମାତା ଲକ୍ଷ୍ମୀଙ୍କୁ ପଚାରିଲେ, କଣ ହେଇଛି, ତୁମେ ଆଜି ଅଚାନକ ମୋତେ ଦେଖା କରିବା ପାଇଁ ଆସିଛ? ତ ଏହା ଶୁଣି ମାତା ଲକ୍ଷ୍ମୀ କହିଲେ, ପ୍ରଭୁ, ଆଜି ମୁଁ ଯେତେବେଳେ ପୃଥିବୀରେ ଭ୍ରମଣ କରୁଥିଲି ତ ମୁଁ ଦେଖିଲି କି କିଛି ସ୍ତ୍ରୀ ଗର୍ଭବତୀ ତ ହୋଇଥାନ୍ତି କିନ୍ତୁ ସମୟ ପୂର୍ବରୁ ହିଁ ତାଙ୍କ ଗର୍ଭ ନଷ୍ଟ ହୋଇଯାଉଛି। ଏହା ଦେଖି ମୋ ମନରେ ଦୁଇଟି ପ୍ରଶ୍ନ ଉଙ୍କି ମାରୁଛି, ଆଉ ସେହି ଦୁଇଟି ପ୍ରଶ୍ନ ମୁଁ ଆପଣଙ୍କୁ ପଚାରିବା ପାଇଁ ଆପଣଙ୍କ ପାଖକୁ ଆସିଛି। ତ ଏହା ଶୁଣି ଭଗବାନ ବିଷ୍ଣୁ କହିଲେ, ହେ ଦେବୀ, ତୁମ ମନରେ ଯାହା ବି ପ୍ରଶ୍ନ ଅଛି ମୋତେ କୁହ, ମୁଁ ତୁମର ଦୁଇଟି ପ୍ରଶ୍ନର ଉତ୍ତର ଅବଶ୍ୟ ହିଁ ଦେବି। ତ ମାତା ଲକ୍ଷ୍ମୀ କହିଲେ, ପ୍ରଭୁ, ମୋର ପ୍ରଥମ ପ୍ରଶ୍ନ ହେଲା କି କେଉଁ କାରଣରୁ ସ୍ତ୍ରୀମାନଙ୍କର ଗର୍ଭ ନଷ୍ଟ ହୋଇଥାଏ, ଏବଂ ମୋର ଦ୍ୱିତୀୟ ପ୍ରଶ୍ନ ହେଲା କେଉଁ ସ୍ତ୍ରୀର ଭାଗ୍ୟରେ ପୁତ୍ର ପ୍ରାପ୍ତି ହୋଇନଥାଏ ଏବଂ ପୁରା ଜୀବନ ନିଃସନ୍ତାନ ରହିଥାଏ। ତ ଏହା ଶୁଣି ଭଗବାନ ବିଷ୍ଣୁ କହିଲେ, ହେ ଦେବୀ, ଆଜି ତୁମେ ଏହି ପ୍ରଶ୍ନ ପଚାରିକି ସମ୍ପୂର୍ଣ୍ଣ ମାନବ ଜାତିର କଲ୍ୟାଣ କରିଦେଲ। କିନ୍ତୁ ଏହି ପ୍ରଶ୍ନର ଉତ୍ତର ମୁଁ ତୁମକୁ ଗୋଟିଏ କାହାଣୀ ମାଧ୍ୟମରେ ଜଣାଇବି, ଆଉ ଏହି କାହାଣୀକୁ ସବୁ ସ୍ତ୍ରୀ ତଥା ସବୁ ପୁରୁଷ ଅବଶ୍ୟ ଶୁଣିବା ଉଚିତ, କାହିଁକି ନା ଏହି କାହାଣୀକୁ ଶୁଣି ଆପଣ ଜାଣିପାରିବେ କି କେଉଁ ଅଭିଶାପ କାରଣରୁ ସ୍ତ୍ରୀମାନଙ୍କର ଗର୍ଭ ନଷ୍ଟ ହୋଇଯାଇଥାଏ ଏବଂ କେଉଁ ସ୍ତ୍ରୀ ଭାଗ୍ୟରେ ପୁତ୍ରର ପ୍ରାପ୍ତି ହୋଇନଥାଏ ଏବଂ ପୁତ୍ର ପ୍ରାପ୍ତି ପାଇଁ କଣ କରିବା ଉଚିତ। ଦିନକର କଥା, ଗୋଟିଏ ନଗରରେ ବହୁତ ଅଧିକ ଧନବାନ ରାଜା ଥିଲେ। ସେହି ରାଜା ଏତେ ଧନୀ ଥିଲେ କି ତାଙ୍କ ଘରେ କୌଣସି ଜିନିଷର କମି ନଥିଲା। ସେହି ରାଜାଙ୍କର ଗୋଟିଏ କନ୍ୟା ଥିଲା, ପୁତ୍ର ନଥିଲା, କେବଳ ଗୋଟିଏ କନ୍ୟା, ଯାହାଙ୍କ ନାମ ରୂପବତୀ ଥିଲା। ରୂପବତୀ ବିବାହ ଯୋଗୀ ହୋଇଯାଇଥିଲେ। ତ ରାଜା ତାଙ୍କ କନ୍ୟାର ଜଣେ ବୈଷ୍ଣବଙ୍କ ପୁତ୍ର ସହ ବିବାହ କରାଇଦେଲେ। ରୂପବତୀର ଶାଶୁଙ୍କ ନାମ କଲ୍ୟାଣୀ ଥିଲା। ରୂପବତୀର ଶାଶୁ ବହୁତ ଦୁଷ୍ଟ ପ୍ରକୃତିର ଥିଲେ। ରୂପବତୀ ତାଙ୍କ ପିତା ବହୁତ ସାରା ସୁନା ଚାନ୍ଦି ଦେଇଥିଲେ। ଏଥିପାଇଁ ଶାଶୁ କଲ୍ୟାଣୀ ତାଙ୍କ ବୋହୂ ରୂପବତୀର ଛୋଟ ମୋଟ ଭୁଲକୁ ବହୁତ ସମ୍ମାନ ଦେଉଥିଲେ ଏବଂ ସବୁବେଳେ ରୂପବତୀକୁ ମିଠା ମିଠା କଥାବାର୍ତ୍ତା କରୁଥିଲେ ଏବଂ ରୂପବତୀ ଦ୍ୱାରା ତାଙ୍କ ବାପ ଘରୁ ଅନେକ ଜିନିଷ ମଗାଉଥିଲେ। ରୂପବତୀ ଶାଶୁଙ୍କ କଥା ମାନି ତାଙ୍କ ପିତାଙ୍କୁ କହି ସୁନା ରୂପା, ଘୋଡ଼ା, ଗାଈ, ଧାନ ଚାଉଳ ସବୁ କିଛି ମଗାଉଥିଲେ। ଏହି କାରଣରୁ ରୂପବତୀର ଶାଶୁ ପ୍ରତି ଅଧିକ ଖୁସି ହେଉଥିଲେ। କିନ୍ତୁ ରୂପବତୀର ଶାଶୁଙ୍କର ଲୋଭ ଦିନକୁ ଦିନ ବଢି ଚାଲୁଥିଲା। ରୂପବତୀର ବାପ ଘରୁ ସବୁ କିଛି ଛଡେଇ ନେବାକୁ ଚାହୁଁଥିଲେ, କାରଣ ରୂପବତୀଙ୍କର ଗୋଟେ ବି ଭାଇ ନଥିଲା। ଏଥିପାଇଁ ରାଜାଙ୍କର ଯେତେ ସବୁ ସମ୍ପତ୍ତି ସବୁ ରୂପବତୀଙ୍କର ଥିଲା। ଏଥିପାଇଁ ରୂପବତୀର ଶାଶୁ ରୂପବତୀକୁ ମୋହରା କରି ରାଜାଙ୍କର ସବୁ ସମାନ ବା ସବୁ ଜିନିଷ ମଗାଇ ନେଉଥିଲେ। କିନ୍ତୁ ରୂପବତୀ ଭୋଲି ଭାଲି ଥିବାରୁ ଏହା ସବୁ ଜାଣିପାରୁ ନଥିଲେ ଏବଂ ରୂପବତୀର ପତି ଦୁଃଶାସନ ବି ତାଙ୍କ ମାଙ୍କର ହିଁ କଥା ମାନୁଥାନ୍ତି। ଏଥିପାଇଁ ତାଙ୍କ ଘରେ ରୂପବତୀର ଶାଶୁ ଯାହା କହୁଥିଲେ ତାହା ହିଁ ହେଉଥିଲା। ରୂପବତୀ ଓ ଦୁଃଶାସନ ତାଙ୍କ ମାଙ୍କ କଥା ହିଁ ଅକ୍ଷର ଅକ୍ଷର ପାଳନ କରୁଥିଲେ। ଏଥିପାଇଁ ତାଙ୍କ ଘରେ କେବେ ବି କଳି ଝଗଡ଼ା ହେଉନଥିଲା। ଏହିପରି କିଛି ବର୍ଷ ଚାଲିଲା। ରୂପବତୀ ଗର୍ଭବତୀ ହେଲେ। ଏହା ଶୁଣି ଶାଶୁ ଅତ୍ୟନ୍ତ ଖୁସି ହୋଇଗଲେ ଏବଂ ତୁରନ୍ତ ରୂପବତୀଙ୍କର ପିତାମାତାଙ୍କ ପାଖକୁ ଖବର ଦେଲେ। ତ ଏହା ଶୁଣି ରାଜା ଅତ୍ୟନ୍ତ ଖୁସି ହୋଇଗଲେ। ତ ତା ପରଦିନ ମିଠା, ସୁନା, କଙ୍କଣ ଏବଂ ସୁନାର ମାଳ ନେଇକରି ରୂପବତୀର ଶାଶୁ ଘରେ ରୂପବତୀଙ୍କ ପିତାମାତା ପହଞ୍ଚିଗଲେ। ରୂପବତୀ ତାଙ୍କ ପିତାଙ୍କୁ ଦେଖି ବହୁତ ଖୁସି ହୋଇଗଲେ। କିଛି ସମୟ ରହି ରୂପବତୀଙ୍କର ପିତା ନିଜ ଘରକୁ ଫେରି ଆସିଲେ। କିଛି ଦିନ ପରେ ଦିନ ଗଡ଼ି ଚାଲିଲା। ରୂପବତୀଙ୍କର ଗର୍ଭ ମଧ୍ୟ ବଢିବାକୁ ଲାଗିଲା। ରୂପବତୀର ଶାଶୁ ବୋହୂର ଭଲସେ କେୟାର ନେଲେ, ସମୟ ସମୟ ଫଳ ଭୋଜନ ଖୁଆଉଥିଲେ ଏବଂ ଘରର ସବୁ କାମ ନିଜେ କରୁଥିଲେ ଓ ଘରର କୌଣସି ବି କାମ ରୂପବତୀଙ୍କୁ କରାଇ ଦେଉନଥିଲେ। ରୂପବତୀ ପୁରା ଦିନ ଘରେ ଆରାମ କରି ରହୁଥିଲେ। କିଛି ଦିନ ପରେ ଗୋଟିଏ ଦିନ ଅଚାନକ ରୂପବତୀର ଗର୍ଭ ନଷ୍ଟ ହୋଇଗଲା, ଯାହା ରୂପବତୀଙ୍କର ଶାଶୁ ବହୁତ କ୍ରୋଧିତ ହୋଇଗଲେ ଏବଂ ରୂପବତୀକୁ
ତାନା ମାରି କହିଲେ, ପାପିନୀ ସ୍ତ୍ରୀ, ତୁ ତୋ ଜୀବନରେ ଏମିତି କେଉଁ ପାପ କରିଛୁ ଯେଉଁ କାରଣରୁ ଜନ୍ମ ହେବା ପୂର୍ବରୁ ତୋର ସନ୍ତାନ ମରିଗଲା? ଜଣା ନାହିଁ ମୋ ପୁତ୍ରର ତୋ ଭଳି ପାପିନୀ ସଙ୍ଗେ କିପରି ବିବାହ ମୁଁ କରାଇଲି। ମୋ ପୁତ୍ର ହିଁ ଜୀବନ ବି ନଷ୍ଟ ହୋଇଗଲା। ଶାଶୁଠାରୁ ଏହି କଥା ଶୁଣି ରୂପବତୀ ବହୁତ ଦୁଃଖୀ ହୋଇ କହିଲା, ମା, ଏଥିରେ ମୋର କ'ଣ ଦୋଷ? ମୁଁ ମୋ ଜୀବନରେ କିଛି ବି ପାପ କରିନାହିଁ। ତଥାପି ଜଣା ନାହିଁ ମୋ ସହ ଏମିତି କ'ଣ ପାଇଁ ହେଲା। ତ ଏହା ଶୁଣି ଶାଶୁ କହିଲେ, ତୁ ତୋ ଜୀବନରେ ନିଶ୍ଚିତ କିଛି ପାପ କରିଛୁ। ଖାସ୍ ଏହି କାରଣରୁ ତୋର ଗର୍ଭ ନଷ୍ଟ ହୋଇଗଲା। ତ ଭଗବାନ ବିଷ୍ଣୁ ମାତା ଲକ୍ଷ୍ମୀଙ୍କୁ କହିଲେ, ହେ ଦେବୀ, ଏହି କଥାକୁ ତୁମେ ଠିକ୍‌ସେ ଶୁଣ, କାହିଁକି ନା ଏଇଠି ହିଁ ତୁମେ ଜାଣିପାରିବ କି କେଉଁ ପାପ କଲେ ସ୍ତ୍ରୀର ଗର୍ଭ ନଷ୍ଟ ହୋଇଥାଏ। ତ ଏହା ପରଠାରୁ ରୂପବତୀର ଶାଶୁ ରୂପବତୀକୁ କଥା କଥାରେ ତାନ ମାରିଲେ ଏବଂ ଘରର ସବୁ କାମ ରୂପବତୀକୁ କରାଇଲେ। ଆଉ ରୂପବତୀକୁ ଏତେ କାମ କରାଇଲେ ଯେ ରୂପବତୀ ଖାଇବା ପାଇଁ ବି ଟାଇମ୍ ମିଳେନି। ରୂପବତୀ ଶାଶୁ ସାମ୍ନାକୁ ଆସିବାକୁ ଡରିବାକୁ ଲାଗିଲା। ଏହିପରି କିଛି ମାସ ବିତିଗଲା। ରୂପବତୀ ପୁଣି ଥରେ ଗର୍ଭବତୀ ହେଲା। ଏହା ଦେଖି ରୂପବତୀର ପତି ବହୁତ ଖୁସି ହୋଇଗଲେ, କିନ୍ତୁ ଶାଶୁ ଏପର୍ଯ୍ୟନ୍ତ ବି ରାଗିକି ଥିଲେ। ଯେତେବେଳେ ରୂପବତୀ ତାଙ୍କ ଶାଶୁଙ୍କୁ ଏହି କଥା ଜଣାଇଲେ, ତ ଶାଶୁ ଶୁଣି କହିଲେ, ଗୋଟିଏ ପିଲାକୁ ତ ଖାଇଲୁ, ଜଣା ନାହିଁ ଏହି ପିଲାକୁ ରଖିବୁ କି ସେହି ପିଲା ପରି ଏ ପିଲାକୁ ବି ଖାଇଦେବୁ। ମୋର ତୋ ଉପରେ ଆଉ ଟିକେ ବି ବିଶ୍ୱାସ କି ଭରସା ନାହିଁ। ମୋତେ ତ ଲାଗୁଛି ତୁ ତୋ ଜୀବନରେ ନିହାତି କିଛି ପାପ କରିଛୁ। ଶାଶୁଠାରୁ ଏହି କଥା ଶୁଣି ରୂପବତୀ କିଛି ବି କହିଲା ନାହିଁ, ଚୁପଚାପ ଠିଆ ହୋଇ ରହିଲା। ପୁଣି ଧୀରେ ଧୀରେ ଦିନ ପରେ ଦିନ ରୂପବତୀର ଗର୍ଭ ବଢ଼ିବାକୁ ଲାଗିଲା। ଗର୍ଭବତୀ ହେଲା ପରେ ବି ଘରଟା ଯାକର ସବୁ କାମ କରୁଥାଏ। ତ ଏହା ଦେଖି ରୂପବତୀର ଶାଶୁକୁ ଟିକେ ବି ଦୟା ଆସୁନଥାଏ। ଦିନ ପରେ ଦିନ ବଢ଼ି ଚାଲିଲା। ରୂପବତୀର ଗର୍ଭ 9 ମାସ ଧରିଲା ଏବଂ ରୂପବତୀ ଗୋଟିଏ ବାଳକକୁ ଜନ୍ମ ଦେଲା। କିନ୍ତୁ ସେହି ବାଳକ କିଛି କହୁନଥିଲା କି କାନ୍ଦି ପାରୁନଥିଲା। ତ ରୂପବତୀ ଦେଖିଲା ପିଲାଟି ମରିଯାଇଛି। ମରିଯାଇଥିବା ପିଲାକୁ ଦେଖି ରୂପବତୀ ଜୋର ଜୋରରେ କାନ୍ଦିବାକୁ ଲାଗିଲା। ଯେତେବେଳେ ରୂପବତୀର ଶାଶୁକୁ ଏହି କଥା ଜଣାପଡ଼ିଲା, ତ ବହୁତ ରାଗିଗଲେ ଏବଂ ରୂପବତୀକୁ କହିଲେ, ତୁ ଗୋଟିଏ ପାପୀ ସ୍ତ୍ରୀଟିଏ। ଏବେ ତୋର ଏହି ଦ୍ୱିତୀୟ ପିଲା ବି ମରିଗଲା। ମୋତେ ତ ଆଗରୁ ହିଁ ଜଣାଥିଲା କି ତୁ ତୋ ଜୀବନରେ ଜରୁର କିଛି ପାପ କରିଛୁ। ଏଥିପାଇଁ ତୋ ସହ ଏମିତି ହିଁ ହେଉଛି। ଆଉ ଖାସ୍ ଏଇଥିପାଇଁ ତୋର ଏ ପୁଅ ବି ମରିଗଲା। ଯଦି ତୁ ମୋ ଘରେ ଅଧିକ ଦିନ ରହିବୁ, ତ ତୁ ମୋ ଘରକୁ ବି ବିନାଶ କରିଦେବୁ। ଏଥିପାଇଁ ତୁ ଏବେଠୁ ମୋ ଘରେ ରହିବା ଆଉ ଦରକାର ନାହିଁ। ତ ଏହା ଶୁଣି ରୂପବତୀ କହିଲା, ମା, ମୁଁ କୁଆଡ଼େ ଯିବି? ମୋ ପାଇଁ ମୋ ପତି ହିଁ ସବୁକିଛି। ମୁଁ ତାଙ୍କୁ ଛାଡ଼ିକି କୁଆଡ଼େ ବି ଯିବି ନାହିଁ। ମୁଁ ମୋ ପତିଙ୍କୁ ବହୁତ ଭଲ ପାଏ। ମୁଁ ଏ ଘରର ବୋହୂ। ଘର ଛାଡ଼ି କୁଆଡ଼େ ବି ଯିବି ନାହିଁ। ଦୟାକରି ମୋତେ ଆପଣ ଏ ଘରୁ ବାହାର କରନ୍ତୁ ନାହିଁ। ମୁଁ ଏ ଘରର ସବୁ କାମ କରିବି। ମୋତେ ଯାହା କହିବେ ମୁଁ ସବୁ କରିବି, କିନ୍ତୁ ମୋତେ ଏ ଘରୁ ବାହାର କରନ୍ତୁ ନାହିଁ। ମୁଁ ମୋ ପତିଙ୍କ ବିନା ବଞ୍ଚିପାରିବି ନାହିଁ। ତ ଏହା ଶୁଣି ରୂପବତୀର ଶାଶୁ ରାଗିକି ରୂପବତୀକୁ ଘରୁ ଧକ୍କା ମାରି ବାହାର କରିଦେଲେ। ରୂପବତୀ ତାଙ୍କ ପିତାଙ୍କ ଘରକୁ ଯିବା ପାଇଁ ଠିକ୍ କଲେ। ପିତାଙ୍କ ଘରକୁ ଯିବା ବାଟରେ ଗୋଟିଏ ଜଙ୍ଗଲ ପଡ଼ିଲା। ଠିକ୍ ଜଙ୍ଗଲରେ ଯିବା ବାଟରେ ହିଁ ବର୍ଷା ହେଲା। ବର୍ଷା ହେତୁ ରୂପବତୀ ଜଙ୍ଗଲରେ ଥିବା ଗୋଟିଏ ଗଛ ତଳେ ବସି ପଡ଼ିଲା। ସେହି କ୍ଷଣି ଜଣେ ସାଧୁ ବାବା ଯାଉଥିଲେ। ସେହି ସାଧୁ ବାବା ରୂପବତୀକୁ ଗଛ ତଳେ ବସିଥିବାର ଦେଖି ପଚାରିଲେ, ତୁମେ କିଏ? ଏଠି ଏହି ଗଛ ତଳେ ଏକା ଏକା କ'ଣ ପାଇଁ ବସିଛ? ରୂପବତୀ ସାଧୁ ମହାରାଜଙ୍କୁ କହିଲେ, ହେ ସାଧୁ ମହାରାଜ, ମୁଁ ବହୁତ ଧନବାନ ରାଜାଙ୍କର ପୁତ୍ରୀ ଅଟେ। ମୋ ବିବାହ ଜଣେ ବୈଷ୍ଣବଙ୍କ ସହ ହୋଇଛି। ମୋର ଏପର୍ଯ୍ୟନ୍ତ ପୁତ୍ର ପ୍ରାପ୍ତି ହୋଇନାହିଁ। ମୁଁ ଗୋଟିଏ ଥର ଗର୍ଭବତୀ ହୋଇଥିଲି। ମୋ ଗର୍ଭ ନଷ୍ଟ ହୋଇଗଲା। ଆଉ ଯେତେବେଳେ ମୁଁ ଦ୍ୱିତୀୟ ଥର ଗର୍ଭବତୀ ହେଲି, ତ ମୋର ପିଲା ଜନ୍ମ ହଉ ହଉ ହିଁ ମରିଗଲା। ଏଥିପାଇଁ ମୋ ଶାଶୁ ମୋତେ ଘରୁ ବାହାର କରିଦେଇଛନ୍ତି। ତ ଏଥିପାଇଁ ମୁଁ ଏହି ଜଙ୍ଗଲରେ ଇଆଡ଼େ ସିଆଡ଼େ ବୁଲୁଅଛି। ହେ ମୁନିବର, କୃପା କରି ଆପଣ ହିଁ ମୋତେ କିଛି ଉପାୟ ବତାନ୍ତୁ, ଯାହାଦ୍ୱାରା ମୋତେ ପୁତ୍ରଟିଏ ପ୍ରାପ୍ତି ହେବ। ତ ସାଧୁ ମହାରାଜ କହିଲେ, ତୁମେ ଚିନ୍ତା କର ନାହିଁ। ମୁଁ ତୁମକୁ ପୁତ୍ର ଲାଭ ପାଇଁ ଉପାୟ ବତାଇବି। ଆଉ ସେହି ଉପାୟକୁ ଯଦି ତୁମେ ପୁରା ନିଷ୍ଠାର ସହ କରିଦେବ, ତ ତୁମକୁ ପୁତ୍ର ପ୍ରାପ୍ତି ଅବଶ୍ୟ ହିଁ ହେବ। ଏଥିପାଇଁ ମୁଁ ତୁମକୁ କିଛି ନିୟମ ବତାଉଛି। ତୁମେ ଏହାକୁ ଧ୍ୟାନ ଦେଇ ଶୁଣ। କୌଣସି ବି ସ୍ତ୍ରୀକୁ ମାସିକ ଧର୍ମ ସମୟରେ ପତିଙ୍କ ସହ ସମ୍ବନ୍ଧ ବନାଇବା ଉଚିତ ନୁହେଁ ଏବଂ ପତିଙ୍କୁ ସ୍ପର୍ଶ ବି କରିବା ଉଚିତ ନୁହେଁ। ଏହା କରିବା ଦ୍ୱାରା ସନ୍ତାନ ଗର୍ଭରେ ହିଁ ନଷ୍ଟ ହୋଇଯାଇଥାଏ। ଗର୍ଭଧାରଣ କରିଥିବା ସ୍ତ୍ରୀ ଭଗବାନଙ୍କୁ ପୂଜା ଅର୍ଚ୍ଚନା କରିବା ଉଚିତ।
ଗର୍ଭବତୀ ସ୍ତ୍ରୀକୁ କେବେ ବି ଦୁଃଖୀ ଓ ନିରାଶ ରହିବା ଉଚିତ ନୁହେଁ, କାହିଁକି ନା ଦୁଃଖୀ ରହିଲେ ସନ୍ତାନ ଉପରେ ଖରାପ ପ୍ରଭାବ ପଡ଼ିଥାଏ। ଆଉ ଗର୍ଭବତୀ ସ୍ତ୍ରୀକୁ କେବେ ବି ଅନ୍ୟ ଘରର ଭୋଜନ କରିବା ଉଚିତ ନୁହେଁ। ଗୋଟିଏ ଗର୍ଭବତୀ ସ୍ତ୍ରୀକୁ କେବେ ବି କାହା ଘରର ଭୋଜନ ଦ୍ରବ୍ୟ ଗ୍ରହଣ କରିବା ଉଚିତ ଆଦୌ ନୁହେଁ। ଗୋଟିଏ ଗର୍ଭବତୀ ସ୍ତ୍ରୀକୁ କେବେ ବି ଡରିବା ଜିନିଷକୁ ଦେଖିବା ଉଚିତ ନୁହେଁ, କାରଣ ଏହା ସିଧା ସନ୍ତାନ ଉପରେ ଖରାପ ପ୍ରଭାବ ପଡ଼ିଥାଏ। ଯେଉଁ ବି ସ୍ତ୍ରୀ ଏହିସବୁ ନିୟମକୁ ପାଳନ କରିଥାଏ ସେ ଗୋଟିଏ ଉତ୍ତମ ସନ୍ତାନଟିଏ ପ୍ରାପ୍ତି କରିଥାଏ। ଆଉ ଯେଉଁ ସ୍ତ୍ରୀ ଏହିସବୁ ନିୟମକୁ ପାଳନ କରନ୍ତି ନାହିଁ ତାଙ୍କ ଗର୍ଭ ନଷ୍ଟ ହୋଇଯାଇଥାଏ। ସାଧୁ ମହାରାଜ କହିଲେ, ହେ ପୁତ୍ରୀ, ଏବେ ମୁଁ ତୁମକୁ ପୁତ୍ର ପ୍ରାପ୍ତିର ଉପାୟ ବତାଇବି। ଏହାକୁ ତୁମେ ଧ୍ୟାନ ଦେଇ ଶୁଣ। କୌଣସି ସ୍ତ୍ରୀ ପୁତ୍ର ଲାଭ ପାଇଁ ମାସିକ ଧର୍ମର ପ୍ରଥମ 4 ଦିନ ପତି ପତ୍ନୀ ମିଳନ କରିବା ଉଚିତ ନୁହେଁ, କାହିଁକି ନା ଏମିତି କଲେ ଦୁରାଚାରୀ ପୁତ୍ର ହୋଇଥାଏ ଏବଂ ପଞ୍ଚମ ଦିନ ମିଳନ କରିବା ଦ୍ୱାରା ପୁତ୍ରୀ ପ୍ରାପ୍ତ ହୋଇଥାଏ। ଷଷ୍ଠ ଦିନ ମିଳନ ହେତୁ ପୁତ୍ର ରତ୍ନର ପ୍ରାପ୍ତି ହୋଇଥାଏ। ସପ୍ତମ ରାତ୍ରିରେ ମିଳନ ହେତୁ ବନ୍ଧାପୁତ୍ରୀ ହୋଇଥାଏ। ଅଷ୍ଟମ ରାତ୍ରିରେ ମିଳନ ହେତୁ ବଳଶାଳୀ ପୁତ୍ର ଲାଭ ହୋଇଥାଏ। ନବମ ରାତ୍ରିରେ ମିଳନ ଦ୍ୱାରା ସୁନ୍ଦର କନ୍ୟାର ପ୍ରାପ୍ତ ହୋଇଥାଏ। ଦଶମୀ ରାତ୍ରିରେ ମିଳନ ହେତୁ ବିଦ୍ୱାନ ଓ ଅତି ଶ୍ରେଷ୍ଠ ପୁତ୍ର ପ୍ରାପ୍ତ ହୋଇଥାଏ। 11 ଦିନରେ ମିଳନ ହେତୁ ସୁନ୍ଦର ଆଚରଣ ବାଲା କନ୍ୟା ପ୍ରାପ୍ତ ହୋଇଥାଏ। 12 ଦିନ ରାତ୍ରିରେ ମିଳନ ହେତୁ ଗୁଣବାନ ପୁତ୍ର ହୋଇଥାଏ। 13 ଦିନ ରାତ୍ରିରେ ମିଳନ ହେତୁ ଲକ୍ଷ୍ମୀ ସ୍ୱରୂପ ପୁତ୍ରୀଟିଏ ହୋଇଥାଏ। 14 ଦିନ ରାତ୍ରିରେ ମିଳନ ହେତୁ ଗୁଣବାନ, ବୁଦ୍ଧିମାନ ଓ ବଳବାନ ପୁତ୍ର ହୋଇଥାଏ। ଏଥିପାଇଁ ଯଦି ତୁମେ ଏହି ନିୟମର ପାଳନ କରିବ ତ ତୁମକୁ ବି ଗୋଟିଏ ଉତ୍ତମ ପୁତ୍ରର ପ୍ରାପ୍ତି ହେବ। ଏତିକି କହି ସାଧୁ ମହାରାଜ ସେହି ଜାଗାରୁ ଚାଲିଗଲେ। ରୂପବତୀ ନିଜ ମନରେ ଭାବିବାକୁ ଲାଗିଲା, ଯଦି ମୁଁ ସାଧୁ ମହାରାଜ ବତାଇଥିବା ଉପାୟ ଅନୁସାରେ କାର୍ଯ୍ୟ କରିବି ତ ମୋତେ ବି ଗୋଟିଏ ପୁତ୍ର ପ୍ରାପ୍ତି ଲାଭ ହୋଇଯିବ, ଆଉ ମୋ ଶାଶୁ ମୋ ଉପରେ ଆଉ ରାଗିବେ ନାହିଁ। ରୂପବତୀ ଏହିଆ ଭାବୁଛି ତ ରୂପବତୀର ପତି ରୂପବତୀକୁ ଖୋଜି ଖୋଜି ଆସି ରୂପବତୀ ପାଖରେ ପହଞ୍ଚିଗଲେ ଏବଂ ରୂପବତୀକୁ କହିଲେ, ତୁମେ ଏଠି ଏହି ଜଙ୍ଗଲରେ କ'ଣ ପାଇଁ ଆସିଛ? ମୁଁ ତୁମକୁ ନେବା ପାଇଁ ଆସିଛି, ଚାଲ ଘରକୁ ଯିବା। ରୂପବତୀ ତାଙ୍କ ପତିଙ୍କୁ ସାଧୁ ମହାରାଜ କହିଥିବା ସବୁ କଥା ଜଣାଇଲେ ଏବଂ କହିଲେ, ନା, ମୁଁ ଏବେ ଆଉ ସେ ଘରକୁ ଯିବି ନାହିଁ, ଯେ ପର୍ଯ୍ୟନ୍ତ ମୋର ପୁତ୍ର ପ୍ରାପ୍ତି ନ ହୋଇଛି। ରୂପବତୀର ଏହି କଥା ଶୁଣି ତାଙ୍କ ପତି ବି ରୂପବତୀ ସହ ଜଙ୍ଗଲରେ ଗୋଟିଏ କୁଡ଼ିଆ ବନାଇ ଜଙ୍ଗଲରେ 2 ଜଣ ରହିଲେ। ପୁଣି ମାସିକ ଧର୍ମର 14 ଦିନ ରାତିରେ ରୂପବତୀ ତାଙ୍କ ପତିଙ୍କ ସହ ସମ୍ବନ୍ଧ ରଖିଲେ, ଯାହାଦ୍ୱାରା ରୂପବତୀ ଗର୍ଭବତୀ ହୋଇଗଲେ ଏବଂ ଗର୍ଭବତୀ ହେଲା ପରେ ବି ସେ ଜଙ୍ଗଲରେ ରହିଲେ। ଏମିତି ଦିନ କଟିଗଲା। କିଛି ଦିନ ପରେ 9 ମାସ ବିତିଗଲା ଏବଂ ରୂପବତୀର ପିଲା ଜନ୍ମ ନେବାର ସମୟ ଆସିଗଲା। ପୁଣି ଗୋଟିଏ ଦିନ ରୂପବତୀର ଗୋଟିଏ ଉତ୍ତମ ପୁତ୍ରଟିଏ ପ୍ରାପ୍ତି ହେଲା। ଏହା ଦେଖି ରୂପବତୀଙ୍କ ସ୍ୱାମୀ ଅତ୍ୟନ୍ତ ଖୁସି ହୋଇଗଲେ ଓ ରୂପବତୀଙ୍କୁ କହିଲେ, ଏବେ ଚାଲ ଆମେ ଆମ ଘରକୁ ଫେରିଯିବା। ମା ତୁମକୁ ପୁତ୍ରବତୀର ତାନା ଦେଇ ଘରୁ ବାହାର କରିଦେଇଥିଲେ, କିନ୍ତୁ ଏବେ ତୁମେ ପୁତ୍ର ପ୍ରାପ୍ତ କରିଛ, ଏବେ ତ ମା ବହୁତ ଖୁସି ହୋଇଯିବେ। ଏହା ଶୁଣି ରୂପବତୀ ତ ତାଙ୍କ ପତିଙ୍କ ସହ ଘରକୁ ଆସିଲେ। ଶାଶୁ ଯେତେବେଳେ ରୂପବତୀଙ୍କ କୋଳରେ ପୁତ୍ର ଦେଖିଲେ ଅତ୍ୟନ୍ତ ଖୁସି ହୋଇଗଲେ ଏବଂ ରୂପବତୀକୁ କହିଲେ, ତୋର ପୁତ୍ର କେମିତି ହେଲା? ତ ଏହା ଶୁଣି ରୂପବତୀ କହିଲେ, ମା, ଆପଣ ମୋତେ ଯେତେବେଳେ ଘରୁ ବାହାର କରିଦେଇଥିଲେ ମୁଁ ଜଙ୍ଗଲରେ ଜଣେ ସାଧୁ ବାବାଙ୍କୁ ଦେଖିବାକୁ ପାଇଲି, ଆଉ ସାଧୁ ବାବା ମୋତେ ପୁତ୍ର ପ୍ରାପ୍ତିର ଉପାୟ ବତାଇଲେ, ଆଉ ସେହି ଉପାୟ ଦ୍ୱାରା ମୋତେ ପୁତ୍ରର ପ୍ରାପ୍ତି ହେଲା। ତ ଏହା ଶୁଣି ରୂପବତୀର ଶାଶୁ କହିଲେ, ତ ସେହି ସାଧୁ ବାବା ତାହେଲେ ଅତ୍ୟନ୍ତ ଜ୍ଞାନୀ ଥିଲେ, ତ ତାଙ୍କୁ ଏହା ବି ଜଣାଥିବ କି ଆମେ କିପରି ଧନବାନ ବନିଯିବା। ଏଥିପାଇଁ ମୁଁ ଯାଉଛି ଜଙ୍ଗଲକୁ ଯିବି, ଧନବାନ ହେବାର ଉପାୟ ପଚାରିକି ଆସିବି। ତ ରୂପବତୀ କହିଲେ, ନା ମା, ଆପଣ ଜଙ୍ଗଲକୁ ଯାଆନ୍ତୁ ନାହିଁ। କ'ଣ ଗ୍ୟାରେଣ୍ଟି ଅଛି ସେଠି ସେହି ସାଧୁ ବାବା ମିଳିବେ କି ନାହିଁ? ତ ଏହା ଶୁଣି ରୂପବତୀର ଶାଶୁ କହିଲେ, ନା, ମୁଁ ତ ନିଶ୍ଚିନ୍ତ ଯିବି ଆଉ ଏବଂ ତାଙ୍କଠାରୁ ଧନବାନ ବନିବାର ଉପାୟ ପଚାରିକି ହିଁ ଆସିବି। ଏତିକି କହି ରୂପବତୀର ଶାଶୁ ସେହି ଜଙ୍ଗଲରେ ପହଞ୍ଚିଗଲେ। ତ ସେଠି ଗୋଟିଏ ସିଂହ ଦେଖାଗଲା। ତ ସେହି ସିଂହକୁ ଦେଖି ରୂପବତୀର ଶାଶୁ ଅତ୍ୟନ୍ତ ଡରିଗଲେ। ତ ସେହି ସିଂହ ରୂପବତୀର ଶାଶୁଙ୍କୁ ଖାଇବା ପାଇଁ ଆଗକୁ ବଢିଲା। ତ ରୂପବତୀର ଶାଶୁ କହିଲେ, ହେ ସିଂହ ରାଜା, ତୁମେ ମୋତେ କ'ଣ ପାଇଁ ଖାଇବାକୁ ଚାହୁଁଛ? ତୁମକୁ ମୋତେ ଖାଇକି କ'ଣ ମିଳିବ? ତ ସିଂହ କହିଲା,
ହେ ପାପିନୀ ସ୍ତ୍ରୀ, ତୁ ବହୁତ ଦୁଷ୍ଟ ସ୍ୱଭାବର ସ୍ତ୍ରୀ, ଖାସ୍ ଏଇଥିପାଇଁ ମୁଁ ତୋତେ ଖାଇବି। ଏହା କହି ସିଂହ ରୂପବତୀର ଶାଶୁଙ୍କୁ ଆକ୍ରମଣ କଲା। ଏହାପରେ ରୂପବତୀ ଶାଶୁର ମୃତ୍ୟୁ ଘଟିଲା। ଏହାପରେ ଯମରାଜଙ୍କର ଦୁଇଟି ଦୂତ ଆସି ରୂପବତୀର ଶାଶୁଙ୍କୁ ନେଇ ଯମରାଜାଙ୍କ ପାଖରେ ଠିଆ କରାଇଦେଲେ। ତାପରେ ଚିତ୍ରଗୁପ୍ତ ଆସି ସେହି ଦୁଷ୍ଟ ନାରୀର ଖାତା ଖୋଲିଲେ ଏବଂ ରୂପବତୀର ଶାଶୁର ଖାତା ଦେଖି ଚିତ୍ରଗୁପ୍ତ କହିଲେ, ହେ ଧର୍ମରାଜ, ଏହି ସ୍ତ୍ରୀ ତାଙ୍କ ଜୀବନରେ ଘୋର ପାପ କରିଛନ୍ତି। ଏହି ସ୍ତ୍ରୀ ତାଙ୍କ ବୋହୂରାଣୀ ଉପରେ ବହୁତ ଅତ୍ୟାଚାର କରିଛି। ବୋହୂ ଗର୍ଭବତୀ ହେଲା ପରେ ବି ଘରର ସବୁ କାମ ବୋହୂ ଦ୍ୱାରା କରାଇଛି। ଯେବେ ବୋହୂର ପୁତ୍ରର ମୃତ୍ୟୁ ହୋଇଥିଲା, ତ ଇଏ ଧକ୍କା ମାରି ତାଙ୍କ ବୋହୂକୁ ଘରୁ ବାହାର କରିଦେଇଥିଲା। ଚିତ୍ରଗୁପ୍ତର ଏହି କଥା ଶୁଣି ଯମରାଜଙ୍କୁ ସେହି ସ୍ତ୍ରୀ ଉପରେ ବହୁତ କ୍ରୋଧ ଆସିଲା ଏବଂ ତାଙ୍କ ଦୁଇ ଦୂତଙ୍କୁ କହିଲେ, ଏହି ସ୍ତ୍ରୀ ଲୋକକୁ ନେଇ ନର୍କ ଲୋକରେ ପକାଇ ଦିଅ। ତ ଏହା ଦେଖି ଭଗବାନ ବିଷ୍ଣୁ ମାତା ଲକ୍ଷ୍ମୀଙ୍କୁ କହିଲେ, ହେ ଦେବୀ, ଏହି ପ୍ରକାର ଶାଶୁକୁ ତାର କରିଥିବା କର୍ମର ସଜା ମିଳିଗଲା ଏବଂ ରୂପବତୀ ଗର୍ଭଧାରଣ କରିବାର ନିୟମ ପାଳନ କଲା, ଯାହାଦ୍ୱାରା ତାଙ୍କୁ ଉତ୍ତମ ସନ୍ତାନ ପ୍ରାପ୍ତି ହେଲା। ଠିକ୍ ଏହିପରି ଯଦି କୌଣସି ବି ସ୍ତ୍ରୀ ଯଦି ସାଧୁ ଦ୍ୱାରା ବତା ଯାଇଥିବା ଉପାୟ ଅନୁସାରେ କାର୍ଯ୍ୟ କରିବେ, ତ ତାଙ୍କୁ ବି ପୁତ୍ର ପ୍ରାପ୍ତି ଅବଶ୍ୟ ହେବ। ତ ମାତା ଲକ୍ଷ୍ମୀ କହିଲେ, ପ୍ରଭୁ, କେଉଁ ସ୍ତ୍ରୀ ଭାଗ୍ୟରେ ପୁତ୍ର ପ୍ରାପ୍ତି ହୋଇନଥାଏ, ଆଉ ସେ ତାଙ୍କ ଜୀବନରେ ଏମିତି କେଉଁ ପାପ କରିଥାନ୍ତି ଯେଉଁ କାରଣରୁ ତାଙ୍କୁ ପୁତ୍ର ପ୍ରାପ୍ତି ହୋଇନଥାଏ, ଆଉ ପୁତ୍ର ପ୍ରାପ୍ତି ପାଇଁ କ'ଣ କରିବା ଉଚିତ? ତ ଭଗବାନ ବିଷ୍ଣୁ କହିଲେ, ଯେଉଁ ସ୍ତ୍ରୀ ସବୁବେଳେ ସ୍ୱାମୀ ସହ ଲଢ଼ାଇ ଝଗଡ଼ା କରିଥାନ୍ତି ଏବଂ ଘରର ସବୁ କାମ ନିଜ ମନ ଇଚ୍ଛାରେ କରିଥାନ୍ତି, ପତିର ଆଦର ସମ୍ମାନ କରିନଥାନ୍ତି, ତ ଏହିଭଳି ସ୍ତ୍ରୀ ଭାଗ୍ୟରେ କେବେ ବି ପୁତ୍ର ପ୍ରାପ୍ତି ହୋଇନଥାଏ। ଆଉ ଏହି ସ୍ତ୍ରୀଙ୍କର ପୁତ୍ର ପ୍ରାପ୍ତି ପାଇଁ ତାଙ୍କ ପତିଙ୍କର ଆଦର ସମ୍ମାନ କରିବା ଉଚିତ। ପତିଙ୍କ କଥାକୁ ସମ୍ମାନ ଜଣାଇବା ଉଚିତ ଏବଂ ଘରେ ଲଢ଼ାଇ ଝଗଡ଼ା କରିବା ଉଚିତ ନୁହେଁ। ତ ଏମିତି ସ୍ତ୍ରୀଙ୍କୁ ବି ପୁତ୍ର ପ୍ରାପ୍ତି ହେବ। ତ ଦର୍ଶକ ବନ୍ଧୁ, ଆପଣଙ୍କୁ ଏହି କାହାଣୀଟି କେମିତି ଲାଗିଲା? ଯଦି ଭଲ ଲାଗିଥାଏ ତେବେ ଆପଣଙ୍କୁ ମୋର ଅନୁରୋଧ, ଭିଡ଼ିଓଟିକୁ ଗୋଟେ ଲାଇକ୍ ନିହାତି କରନ୍ତୁ। ଭିଡ଼ିଓଟିକୁ ଅଧିକରୁ ଅଧିକ ମାତ୍ରାରେ ସେୟାର କରନ୍ତୁ। ଆମ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଦିଅନ୍ତୁ। କମେଣ୍ଟ ବକ୍ସରେ ଜୟ ମାତା ଲକ୍ଷ୍ମୀ, ଜୟ ଶ୍ରୀ ହରି ବିଷ୍ଣୁ ଅବଶ୍ୟ ଲେଖନ୍ତୁ।